ସମ୍ବଲପୁର ସହରର ଦଧିବାବନ କଲ୍ୟାଣ ମଣ୍ଡପଠାରେ ନିଖିଳ ଉତ୍କଳ ଖଡୁରା ସମାଜ ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ସମ୍ବଲପୁର ଖଡୁରା ସମାଜ ପକ୍ଷରୁ ଆୟୋଜିତ କରାଯାଇଥିବା ବେଳେ ସମ୍ବଲପୁର ସଭାପତି ବିଦେଶୀ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳିତ ହୋଇଥିଲା। ଏଥିରେ ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିଖିଳ ଉତ୍କଳ ଖଡୁରା ସମାଜର ସଭାପତି ଶ୍ରୀ ଗିରୀଶ ଚନ୍ଦ୍ର ନାୟକ, ସମ୍ପାଦକ ପ୍ରସନ୍ନ କୁମାର ନାୟକ, କୋଷାଧ୍ୟକ୍ଷ ଦେବରାଜ ନାୟକ, ରାଜ୍ୟ କାର୍ଯ୍ୟକର୍ତ୍ତା ରବୀନ୍ଦ୍ର କୁମାର ସୁବୁଦ୍ଧି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ବୈଠକରେ ଓଡ଼ିଶା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସମାଜର ପ୍ରତିନିଧିମାନେ ଉପସ୍ଥିତ ରହିଥିବା ବେଳେ ମୁଖ୍ୟତଃ ଆଗାମୀ ଡିସେମ୍ବର ମାସରେ ହେବାକୁ ଥିବା ସମାଜର ମହାସଭାକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହାସହ ସମାଜର ସବୁ କ୍ଷେତ୍ରରେ ଥିବା ପରିବାରର ସାମଗ୍ରିକ ଉନ୍ନତି କିପରି ହୋଇପାରିବ ସେ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏଥିରେ ସମ୍ବଲପୁର ଖଡୁରା ସମାଜ ପକ୍ଷରୁ ପ୍ରତିନିଧିମାନେ ଆଗାମୀ ଦିନରେ ରକ୍ତଦାନ ଶିବିର, ବୃକ୍ଷରୋପଣ ସହ କରାଯିବାକୁ ଥିବା ବିଭିନ୍ନ ସେବା କାର୍ଯ୍ୟ ନେଇ ସୂଚନା ଦେଇଥିଲେ। ଏହି ଅବସରରେ ସମାଜର ମେଧାବୀ ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ସମାଜର ରାଜ୍ୟସ୍ତରୀୟ ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ବୈଠକରେ ସମ୍ବଲପୁର ଖଡୁରା ସମାଜର ଉପସଭାପତି ନିରଞ୍ଜନ ନାୟକ, ସମ୍ପାଦକ ରାଜେନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ପରଶୁରାମ ମହାପାତ୍ର, ବିଜୟ ନାୟକ, ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ସମାଜର ସଭ୍ୟ ଅନିଲ କୁମାର ସେନାପତି, ଟୁନା ନାୟକ, ବାବୁ ସେନାପତି, ଉମେଶ ନାୟକ, ଲକ୍ଷ୍ମଣ ନାୟକ, ଗୋପାଳ ନାୟକ, ରାମଚନ୍ଦ୍ର ନାୟକ, ତ୍ରିନାଥ ନାୟକ, ସମ୍ବଲପୁର ଉପଦେଷ୍ଟା ବିଶ୍ୱନାଥ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଏହାସହ କାର୍ଯ୍ୟକ୍ରମରେ ସମାଜର ମହିଳା ଶାଖାର ସଭାନେତ୍ରୀ ସସ୍ମିତା ସାହୁ, ସମ୍ପାଦିକା ଜୁଲି ମହାପାତ୍ରଙ୍କ ସମେତ ମହିଳା ଶାଖାର ମଧ୍ୟ ସବୁ ସଭ୍ୟମାନେ ଏଥିରେ ଉପସ୍ଥିତ ରହିଥିଲେ। ଚନ୍ଦ୍ର ନାୟକ, ନିଖିଳ ଉତ୍କଳ ଖରୁଡ଼ା ସମାଜର ସଭାପତି। ଆଜି କ'ଣ କାର୍ଯ୍ୟକ୍ରମ ଥିଲା, ଉଦ୍ଦେଶ୍ୟ କ'ଣ ହେଲା, କ'ଣ କ'ଣ ସବୁ ଆଲୋଚନା ହେଲା? ଆଜିର କାର୍ଯ୍ୟକ୍ରମ ହେଲା ନିଖିଳ ଉତ୍କଳ ଖରୁଡ଼ା ସମାଜର ଏଇଟା ନବମ କାର୍ଯ୍ୟକାରୀ କମିଟି ବୈଠକ, ଯେଉଁଟାକି ସମ୍ବଲପୁରରେ ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମ ଏଇ ଯେଉଁ କାର୍ଯ୍ୟକାରୀ କମିଟିରେ ଆମର ବାର୍ଷିକ ସମ୍ମିଳନୀ ଯେଉଁଟାକି ମାନେ ବ୍ରହ୍ମପୁର, ଗଞ୍ଜାମର ବ୍ରହ୍ମପୁର ସହରରେ ଆସନ୍ତା 21-22 ତାରିଖ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ତା ପାଇଁ ଗୋଟେ ଆକ୍ଚୁଆଲି ପ୍ରିପାରେଟୋରୀ ମିଟିଂ ଏବଂ ଆମର ଯେଉଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିଶେଷ କରି ଆଲୋଚନା କରାଯାଇଛି ଏବଂ ତାହା ସହିତ ସମ୍ବଲପୁର ଖରୁଡ଼ା ସମାଜ ତରଫରୁ ତାଙ୍କର ମଧ୍ୟ ଆକ୍ଚୁଆଲି ଗୋଟେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଇ ମାନେ ସମ୍ବଲପୁରର ଯେତିକ ଖରୁଡ଼ା ଭାଇ ଅଛନ୍ତି ବା ସେମାନେ ଯେଉଁ ଖରୁଡ଼ା ସମାଜ ଗଠନ କରିଛନ୍ତି ତା ଭିତରେ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଚାଲିଛନ୍ତି, ଯଥା ଆକ୍ଚୁଆଲି ବ୍ଲଡ଼ ଡୋନେସନ୍ କ୍ୟାମ୍ପ ହେଉ ବା ଆକ୍ଚୁଆଲି ପ୍ଲାଣ୍ଟେସନ୍ ପ୍ରୋଗ୍ରାମ ହେଉ ବା ମାନେ ଆକ୍ଚୁଆଲି ଖାଦ୍ୟ ବଣ୍ଟନ, ଗରିବଙ୍କୁ ଖାଦ୍ୟ ବଣ୍ଟନ ହେଉ ବହୁତ ସୁନ୍ଦର ଭାବରେ ଆକ୍ଚୁଆଲି ସମାପନ କରୁଛନ୍ତି କାର୍ଯ୍ୟକ୍ରମ। ଏବଂ ମୁଁ ଯାହା ଶୁଣିବାକୁ ପାଉଛି ଆସନ୍ତା ଅଗଷ୍ଟ 15 ଦିନ ମଧ୍ୟ ସେମାନେ ମେଗା ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଗୋଟେ କରିବାକୁ ଯାଉଛନ୍ତି। ଆମର ମୁଖ୍ୟ ଉଦ୍ଦେଶ୍ୟ ଆମର ଏଇ ଖରୁଡ଼ା ଜାତିର ସାରା ଓଡ଼ିଶାରେ ଯେତିକ ଅଛନ୍ତି ତାଙ୍କୁ ନେଇ ଗୋଟେ ଆକ୍ଚୁଆଲି ଗୋଟେ ସଂଗଠିତ ଭାବରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା, ଏଇଟା ହେଲା ମୂଳ ଲକ୍ଷ୍ୟ ଆମ ଏଇ ଖରୁଡ଼ା ନିଖିଳ ଉତ୍କଳ ଖରୁଡ଼ା ସମାଜର। ଆପଣମାନେ ଜାଣିଥିବେ ଆମର ଆକ୍ଚୁଆଲି ଖରୁଡ଼ା ସମାଜ କହିଲେ ଖରୁଡ଼ା ଯେଉଁଟାକି OBC ଅଦର ବ୍ୟାକୱାର୍ଡ଼ କାଷ୍ଟରେ ଆସୁଛି। ଆଉ ବିଶେଷ କରି ଆମ ଜାତିର ଲୋକମାନେ ଆଗରୁ ଅଶିକ୍ଷିତ ହେଇକି ରହିଥିଲେ, କେବଳ ତାଙ୍କର ହେଉଛି ଯେଉଁ କୌଳିକ ବୃତ୍ତି ତଥା ମାନେ କଂସା ପିତ୍ତଳର କାର୍ଯ୍ୟକ୍ରମ ବା ଦୋକାନ କରିବା ବା କଂସା ପିତ୍ତଳ ତିଆରି କରିବା ଏଥିରେ ସୀମିତ ରହିଥିଲେ, ଯାହାଫଳରେ ସେମାନେ ଆ ଦ୍ୱାରା ପରିବାର ଭରଣ ପୋଷଣ କରିବା ସମ୍ଭବ ହେଉନି। କାହିଁକି ଆଜିକାଲି କଂସା ପିତ୍ତଳ ଆଉ ଆଦୃତ ଲୋକଙ୍କ ଦ୍ୱାରା ହେଉନାହିଁ। ତେଣୁ ତାଙ୍କର ଭବିଷ୍ୟତ ପାଇଁ ଆମେ ସମସ୍ତଙ୍କୁ ଏକାଠି କରି କେମିତି ପିଲାମାନେ ଆଗକୁ ଭଲ ପାଠ ପଢ଼ିବେ, ସମାଜରେ ପ୍ରତିଷ୍ଠିତ ହୋଇପାରିବେ, ଯାହାଫଳରେ ଓଡ଼ିଶାର ସାମଗ୍ରିକ ଉନ୍ନତିରେ ସେମାନଙ୍କର ସହଯୋଗ ଆସିବ, ଏହାକୁ ଆଖି ଆଗରେ ରଖି ଏହି ପ୍ରକାର ଆକ୍ଚୁଆଲି କାର୍ଯ୍ୟକ୍ରମ ଆମର ଚାଲିଛି। ଧନ୍ୟବାଦ।